ବାଲେଶ୍ୱର ଜିଲ୍ଲା ବାହାନଗା ରେଳ ଷ୍ଟେସନରେ ଲୌହ ଦାନବର ରକ୍ତଭୋଜିରେ ଛାରକାର ହୋଇଯାଇଛି ଅନେକ ପରିବାର। ଓଡ଼ିଶା ସମେତ ସମଗ୍ର ଦେଶ ଆଜି ସ୍ତବ୍ଧ ହୋଇଯାଇଛି। ଏହି ଭୟଙ୍କର ଟ୍ରେନ୍ ଦୁର୍ଘଟଣାରେ ଅନେକ ଲୋକଙ୍କ ଜୀବନ ଚାଲିଯାଇଥିବା ବେଳେ ଅନେକ ଗୁରୁତର ଆହତ ହୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ତେବେ ଟ୍ରେନ୍ ଦୁର୍ଘଟଣାରେ ଆରପାରିକୁ ଚାଲିଯାଇଛନ୍ତି ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ ଅନ୍ତର୍ଗତ ଖଗଡ଼ାପାଳ ଗ୍ରାମର ମୁକ୍ତିକାନ୍ତ ରାଉଳ। ଆଉ ଘରର ଏକମାତ୍ର ପୁଅ ମୁକ୍ତିକାନ୍ତକୁ ହରାଇ ବାପା ମାଙ୍କ ଆଖିରେ ଲୁହ ଶୁଖୁନି। ଏପଟେ ପୁଅର ଫଟୋକୁ ଧରି ପୁରୁଣା ସ୍ମୃତିକୁ ମନେ ପକାଇ ଗୁମୁରି ଗୁମୁରି କାନ୍ଦୁଛନ୍ତି ମା ବାପା। କାନ୍ଦ ବୋବାଳିରେ ଫାଟି ପଡୁଛି ପୁରା ପରିବେଶ। ବାଲିଆପାଳରୁ ଦେଖିବା ଆମର ଏହି ହୃଦୟ ବିଦାରକ କାହାଣୀ। ବାଲିଆପାଳ ବ୍ଲକ ଅନ୍ତର୍ଗତ ଖଗଡ଼ାପାଳ ଗ୍ରାମର ଭାଗବତ ରାଉଳ ଏବଂ ବାସନ୍ତୀ ବେହେରାଙ୍କ ଏକମାତ୍ର ପୁତ୍ର ହେଉଛନ୍ତି ମୁକ୍ତିକାନ୍ତ। ପିଲାଟି ଦିନରୁ ମୁକ୍ତିକାନ୍ତ ଜଣେ ମେଧାବୀ ଛାତ୍ର ଥିଲେ। ସବୁ ପରୀକ୍ଷାରେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହେବା ସହିତ ମ୍ୟାଟ୍ରିକ ପରୀକ୍ଷା ଭଲ ନମ୍ବର ରଖି ବ୍ଲକରେ ଚର୍ଚ୍ଚା ଥିଲେ। ଏହାପରେ MSc ପାସ୍ କରି ଗତ ବର୍ଷ ଭଦ୍ରକ ଜିଲ୍ଲା ବାସୁଦେବପୁର ଡାକ କାର୍ଯ୍ୟାଳୟରେ ନିଯୁକ୍ତି ପାଇଥିଲେ। ସେଠାରେ ଚାକିରି କରିବା ସହ IAS ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିଲେ। ଚାକିରି ପାଇବା ପରେ ପରିବାର ପାଇଁ ନିକଟ ଅତୀତରେ ନୂଆ କାର ଆଣିବା ସହିତ ନୂଆ କରି ଘର କାମ ଆରମ୍ଭ କରିଥିଲେ। ଗତ ମେ ମାସ 27 ତାରିଖରେ ଘରକୁ ଆସି ବାପା ମାଙ୍କର 25ତମ ବିବାହ ବାର୍ଷିକରେ କେକ୍ କାଟି ଧୁମଧାମରେ ପାଳନ କରିବା ପରେ କର୍ମକ୍ଷେତ୍ରକୁ ପୁଣି ଫେରି ଯାଇଥିଲେ ମୁକ୍ତିକାନ୍ତ। ଏହାପରେ ଗତ 2 ତାରିଖରେ ଘରକୁ ଆସିବା ନେଇ ମାଙ୍କୁ ଫୋନ କରି ଜଣାଇବା ପରେ ଖୁସି ହୋଇଯାଇଥିଲେ ବାପା ମା। ସନ୍ଧ୍ୟାରେ ଯଶବନ୍ତପୁର ହାଉଡା ଶାଲିମାର ଟ୍ରେନରେ ଭଦ୍ରକରୁ ବସିବାର କିଛି ସମୟ ଆଗରୁ ମଧ୍ୟ ମାଙ୍କ ସହ କଥା ହୋଇଥିଲେ। ଆଉ ଏହାପରେ ଫୋନ ସୁଇଚ୍ ଅଫ୍ ହୋଇଯାଇଥିଲା। ଭୟଙ୍କର ଟ୍ରେନ୍ ଦୁର୍ଘଟଣାରେ ଶିକାର ହୋଇ 23 ବର୍ଷରେ ପ୍ରାଣ ହରାଇଲେ ମୁକ୍ତିକାନ୍ତ। ସବୁଦିନ ପାଇଁ ଲିଭିଗଲା ମୁକ୍ତିକାନ୍ତଙ୍କ ଜୀବନ ଦୀପ। ନିଜର ଆଶା ଆକାଂକ୍ଷା ସହିତ ପୁଅର ଭବିଷ୍ୟତକୁ ନେଇ ବାପା ମାଙ୍କ ସବୁ ସ୍ୱପ୍ନ ନିମିଷକ ମଧ୍ୟରେ ଧୂଳିସାତ୍ ହୋଇଗଲା। ବୃଦ୍ଧା ବୟସରେ ବାପା ମାଙ୍କ ଏକମାତ୍ର ସାହାରା ପାଲଟିବା ପରିବର୍ତ୍ତେ ଟ୍ରେନ୍ ଦୁର୍ଘଟଣାରେ ଅଭରା ରାଇଜକୁ ଚାଲିଗଲେ। ପୁଅର ଫେରିବା ବାଟକୁ ଚାହିଁ ରହିଥିବା ବାପା ମାଙ୍କ ପାଖରେ ଆସି ପହଞ୍ଚିଲା ପୁଅର କ୍ଷତ ବିକ୍ଷତ ମରା ଶରୀର। ଆଉ ଏକମାତ୍ର ପୁଅକୁ ହରାଇ ବାପା ମା ପୁଅର ଫଟୋ ଧରି ପୁରୁଣା ସ୍ମୃତି ସବୁକୁ ମନେ ପକାଇ ଗୁମୁରି ଗୁମୁରି କାନ୍ଦୁଛନ୍ତି। ଏମାନଙ୍କର ବୁକୁ ଫଟା କାନ୍ଦ ଦେଖି ସାହି ପଡ଼ିଶା ବି କାନ୍ଦି ପକାଉଛନ୍ତି। ଟିଭିରେ ଦେଖିଲେ ଟ୍ରେନ୍ ଆକ୍ସିଡେଣ୍ଟ ହେଇଛି। ପୁଣି ଛୁଆ 7ଟା ସାଢ଼େ 7ଟା ବେଳେ ତାକୁ ଫୋନ୍ ମାରୁଛି ପହଞ୍ଚିବା କଥା ବାଲେଶ୍ୱରରେ। ଏ ଫୋନ୍ ମାରିଲା ବେଳକୁ ତା 3ଟା ମୋବାଇଲ୍ ସୁଇଚ୍ ଅଫ୍। ତେଣୁ ମୁଁ କନଫର୍ମ ଜାଣିଗଲି ସେ କିଛି ହେଇଛି, ଦୁର୍ଘଟଣା ହେଇଛି। ଆପଣ ପୁଅ ଜଣେ ମେଧାବୀ ଛାତ୍ର ଥିଲେ, ପିଲାଦିନ ମେଧାବୀ, ସେ ପୋଷ୍ଟାଲରେ ଚାକିରି କରୁଥିଲେ ଏବଂ ତାଙ୍କ ସ୍ୱପ୍ନ ଯାହା ରହିଥିଲା ଆମେ ଶୁଣିଥିଲୁ ଜଣେ IAS ହେବେ, ଦେଶ ସେବା କରିବେ। ଏ ଛୁଆ ତ ପଢ଼ୁଥିଲା, ତାକୁ ବହୁତ ଏପଟ ସେପଟ ଆମେ ଧାର ଫେର କରିକି ପଢ଼େଇଥିଲେ। ସେ ଚାଲିଗଲା ପରେ ଆଉ ଆମର ବି ରୋଜଗାର ବି ନାହିଁ। 6ଟା 6ରେ ଲାଷ୍ଟ ସେଦିନ 6ଟା 6ରେ ମୁଁ ତା ସାଙ୍ଗରେ କଥା ହେଇଥିଲି। ଆଉ ସବୁବେଳେ ବାପା ବାପା ଡାକେ, ଯେହେତୁ ସେ ମୋର ଗୋଟେ ଛୁଆ। ମାନେ ବାପା କିସ ଏତେ ଡେରି କଲୁଣି। ଆସୁଥିଲା ଭଦ୍ରକ ଷ୍ଟେସନରୁ ବାଲେଶ୍ୱର, ଭଦ୍ରକ ଷ୍ଟେସନରୁ ଉଠିଥିଲା ଏବଂ ବାଲେଶ୍ୱରରେ ସେ ଓହ୍ଲିଥାନ୍ତା। ସୋରପ ପାରି ଆସିଛି ବାହାନଗା ପାଖରେ ତ ଏଇ ଘଟଣା। ଆଉ ମୋ ପୁଅ ବହୁତ ମାନେ ପିଲାବେଳୁ ସିଏ ଭଲ, ମାନେ ତାର ମେଧା ଶକ୍ତି ବହୁତ ଭଲ। ସେ ସ୍କଲାରସିପ୍ ପାଇଛି 3ୟ ଶ୍ରେଣୀରେ, 5ମରେ ବି ପାଇଛି, 7ମରେ ବି NRTS ପାଇଛି। ପଠାଣି ସାମନ୍ତ 9ମର ଆମ ବ୍ଲକରେ ଫାଷ୍ଟ ହେଇଛି ଏବଂ ମ୍ୟାଟ୍ରିକ ପରୀକ୍ଷାରେ 2nd ସ୍ଥାନ ଅଧିକାର କଲା। 92% ରଖିଥିଲା। ତାଙ୍କର କେତେ 10-12 ଜଣ ପିଲା ଯାଇଥିଲେ ଫାଷ୍ଟ ଡିଭିଜନ, ସେ ସେକେଣ୍ଡ ପୋଜିସନ୍ ହେଇଥିଲା। ଏତେ ସୁନ୍ଦର ଥିଲା। ଭବିଷ୍ୟତର ସ୍ୱପ୍ନ ଦେଖିଛି। ସେଇ ପିଲା ମୁହଁକୁ ଚାହିଁକି ଆମେ ବଞ୍ଚିଥିଲେ। ପୁଅର ସ୍ୱପ୍ନ ଥିଲା ସେ IAS ପରୀକ୍ଷା ଦେବ ଏବଂ IAS ପାଇବ। ଯେ ମୁଁ କହିଲି ଛୁଆ ତୁ ସେଇଟାକୁ ପାଇବୁ, କହିଲା ମୁଁ ପାଇବି ପରା। ସେ ପୁରା କନଫିଡେନ୍ସଲି କହୁଥିଲା ମୁଁ ପାଇମି। ଗୋଟେ ପୋଷ୍ଟାଲରେ ସେ କାଲି ପାର୍ଟ ଟାଇମ୍ ନେଇଥିଲା। ଅନ୍ୟପଟେ ଏଭଳି ମର୍ମନ୍ତୁଦ ଟ୍ରେନ୍ ଦୁର୍ଘଟଣା ପାଇଁ ସ୍ଥାନୀୟ ସରପଞ୍ଚଙ୍କ ପ୍ରତିନିଧି ଲମ୍ବୁଦର ମାନା ଗଭୀର ଦୁଃଖ ପ୍ରକାଶ କରିବା ସହିତ ମୃତକଙ୍କ ପରିବାର ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି କରିଛନ୍ତି। ଦାବି ତ ନିଶ୍ଚିତ ଭାବରେ ସରକାରଙ୍କ ଉପରେ ରହିବ ଯେ ଏ ପରିବାର ମାତ୍ର ଗୋଟିଏ ରୋଜଗାରିଆ ପୁଅ ଥିଲା। ତେଣୁ ତାଙ୍କର ଦେହାନ୍ତ ଅତ୍ୟନ୍ତ ଦୁଃଖଦ ଭାବରେ ହେଇଛି।
ଏବଂ ସରକାରଙ୍କ ପାଖରେ ଆମ ଦାବି ରହିବ ଏହା ଯେ ଯେଉଁ ବାପା ମା ଏବେ ଅନାଥ ହୋଇଗଲେ ତାଙ୍କ ବାବଦରେ ସରକାର ଯେଭଳି ଡିକ୍ଲେୟାର କରିଛନ୍ତି ଯେ ପ୍ରତ୍ୟେକ ମୃତ ପରିବାରକୁ 10 ଲକ୍ଷ ତ ରେଲୱେ ବିଭାଗ ତରଫରୁ ଦିଆଯିବ ଏବଂ ଓଡ଼ିଶା ସରକାର ମଧ୍ୟ ଏ ଦିଗରେ ତତ୍ପର ହେବା ଦରକାର ଅଛି ଏବଂ ଯେଉଁ ଘୋଷଣା ହେଇଛି ଅର୍ଥରାଶି ତାହା କିଭଳି ସରଳୀକରଣ ଦ୍ୱାରା ଏ ପରିବାର ପାଖରେ ପହଞ୍ଚି ପାରିବ ତାହା ସରକାର ପାଖରେ ଆମେ ନିବେଦନ କରିବା। ବାଲେଶ୍ୱର ଜିଲ୍ଲା ବାଲିଆପାଳରୁ ଅଜିତ କୁମାର ସାହୁଙ୍କ ରିପୋର୍ଟ, ରିପୋର୍ଟର୍ସ ଟୁଡେ।